ବୁଢ଼ା କପୋତ କହିଲା ଯେ ଭାଗ୍ୟ ଓ ବୁଦ୍ଧି ମଧ୍ୟରୁ କିଏ ବଡ଼? ଏହି କାହାଣୀ ଖୁବ୍ ଶିକ୍ଷାଦାୟକ ଓ ପ୍ରେରଣାଦାୟକ। ସେଥିପାଇଁ କାହାଣୀର ଶେଷ ପର୍ଯ୍ୟନ୍ତ ଆମ ସହିତ ରୁହନ୍ତୁ। ପ୍ରାଚୀନ ସମୟର କଥା। ଶିବ ମନ୍ଦିର ପାଖରେ ଥିବା ଏକ ବଟବୃକ୍ଷ ଉପରେ ଗୋଟିଏ ବୁଢ଼ା କପୋତ ଓ ଗୋଟିଏ ନୀଳକଣ୍ଠ ପକ୍ଷୀ ବସୁଥିଲେ। ପ୍ରତିଦିନ ସେମାନେ ସେଠି ଏକା ସାଙ୍ଗେ ବସୁଥିଲେ, ଉଠୁଥିଲେ ଓ ଭଗବାନ ଭୋଳାନାଥଙ୍କୁ ଗଭୀର ଶ୍ରଦ୍ଧାରେ ପୂଜା କରୁଥିଲେ। ଦିନେ ଦୁହେଁ ବସିଥିବା ବେଳେ ନୀଳକଣ୍ଠ କପୋତଙ୍କୁ ପଚାରିଲା, ହେ ମିତ୍ର, କୁହ, ଭାଗ୍ୟ ବଡ଼ ନା ବୁଦ୍ଧି? କପୋତ କହିଲା, ମିତ୍ର, ତୁମେ ପ୍ରଶ୍ନଟି ବହୁତ ରୋଚକ ଓ ଚିନ୍ତାନୀୟ। ଏହାର ଉତ୍ତର ମୁଁ ତୁମକୁ ଗୋଟିଏ କାହାଣୀ ମାଧ୍ୟମରେ ଦେବି। ଶାନ୍ତିରେ ବସ, ମୁଁ କାହାଣୀ କହୁଛି। ନୀଳକଣ୍ଠ ସମ୍ମତି ଦେଇ ଶାନ୍ତିରେ ବସିଗଲା ଓ ବୁଢ଼ା କପୋତଙ୍କ ପ୍ରତ୍ୟେକ କଥା ଧ୍ୟାନର ସହିତ ଶୁଣିବାକୁ ଲାଗିଲା। ବୁଢ଼ା କପୋତ କହିଲା, ମିତ୍ର, ପ୍ରାଚୀନ ସମୟରେ ଥରେ ବ୍ରହ୍ମାଙ୍କ ଦରବାର ବସିଥିଲା। ସମସ୍ତ ଦେବତା ସେଠି ଉପସ୍ଥିତ ଥିଲେ। ଭାଗ୍ୟ ଓ ବୁଦ୍ଧି ମଧ୍ୟ ସେହି ଦରବାରରେ ଥିଲେ। କଥାବାର୍ତ୍ତା ହେଉଥିବା ବେଳେ ଭାଗ୍ୟ ଓ ବୁଦ୍ଧିଙ୍କ ମଧ୍ୟରେ ବିବାଦ ଆରମ୍ଭ ହେଲା। ବିବାଦ ବଢ଼ିବା ସହ ଭାଗ୍ୟ କହିଲା, ମୁଁ ଯେ କାମ କରେ ସେ କାମ ଏହି ବୁଦ୍ଧି କେବେ ବି କରିପାରିବ ନାହିଁ। ବୁଦ୍ଧି କହିଲା, ମୂର୍ଖ ହେବନି। ମୁଁ ଯେତେବେଳେ କାହାର ସାଥ ଛାଡ଼ିଦିଏ ସେ ମଣିଷ ପାଗଳ ହୋଇଯାଏ, ମୃତ୍ୟୁ ସମାନ ହୋଇଯାଏ। ତୁମେ ଯେତେ ଚାହିଁଲେ ତାଙ୍କ ସାଥ ଦିଅ, ମୋ ବିନା ସେ କିଛି କରିପାରିବ ନାହିଁ। ଭାଗ୍ୟ କହିଲା, ତୁମେ ଜାଣ ନାହିଁ, ଯାହାଙ୍କୁ ମୁଁ ଛାଡ଼ିଦିଏ ସେମାନଙ୍କ ସାଥ ତୁମେ ଯେତେ ରହିଲେ ବି କୌଣସି ଲାଭ ହେବ ନାହିଁ। ଯଦି ଭାଗ୍ୟ ସାଥ ନ ଦିଏ ସେ କେବେ ସୁଖୀ କିମ୍ବା ଧନୀ ହୋଇପାରିବ? ଦୁହେଁ ଦେବତା ଜୋରଦାର ଝଗଡ଼ା କରିବାକୁ ଲାଗିଲେ। ବୁଦ୍ଧି କହିଲା, ମୁଁ ବଡ଼। ଭାଗ୍ୟ କହିଲା, ମୁଁ ବଡ଼। ବ୍ରହ୍ମଦେବ ସବୁ ଭାବିଲେ। ଦୁହେଁ ଶକ୍ତିଶାଳୀ ଦେବତା, ଏଭଳି ଝଗଡ଼ା ଠିକ୍ ନୁହେଁ। ଏହାର ନିଷ୍ପତ୍ତି ହେବା ଦରକାର। ସେ ଦୁହିଁଙ୍କୁ ପଚାରିଲେ, ତୁମେ କାହିଁକି ଝଗଡ଼ା କରୁଛ? ଭାଗ୍ୟ କହିଲା, ମୁଁ ଯାହାଙ୍କ ସାଥ ଛାଡ଼େ ସେ ସଦା ଦରିଦ୍ର ଓ ଦୁଃଖୀ ହୋଇ ରହେ। ବୁଦ୍ଧି କହିଲା, ମୁଁ ଯାହାଙ୍କୁ ଛାଡ଼ିଦିଏ ଭାଗ୍ୟ ଥାକିଲେ ବି ସେ କିଛି କରିପାରେ ନାହିଁ। ବ୍ରହ୍ମଦେବ କହିଲେ, ପରୀକ୍ଷା କର। ମୃତ୍ୟୁ ଲୋକରେ ଗୋଟିଏ ଗରିବ ବୁଢ଼ିଆ ଓ ତା'ର 20 ବର୍ଷର ପୁଅ ଅଛନ୍ତି। ଯେ କେହି ତାଙ୍କୁ ରାଜା କିମ୍ବା ସମ୍ରାଟ କରିପାରିବ ସେହି ହେବ ଶ୍ରେଷ୍ଠ। ବୁଦ୍ଧି ସେ ପୁଅଙ୍କ ସାଥ ଛାଡ଼ିଦେଲା। ପୁଅଟି ପାଗଳ ଓ ମୂର୍ଖ ହୋଇଗଲା। ଭାଗ୍ୟ ତାଙ୍କ ସାଥ ଦେଲା, ସୁନାର ଜୁତା ଦେଲା, କିନ୍ତୁ ବୁଦ୍ଧି ନ ଥିବାରୁ ସେ ଚିହ୍ନି ପାରିଲା ନାହିଁ ଯେ ସେଗୁଡ଼ିକ ସୁନାର। ସେ ଗୋଟିଏ ସାଧାରଣ ଜୁତା ଭାବି ପିନ୍ଧିନେଲା। ଭାଗ୍ୟ ତାଙ୍କୁ ବହୁତ ସାଥ ଦେଲା, କିନ୍ତୁ ଜୀବନରେ କୌଣସି ପରିବର୍ତ୍ତନ ଆସିଲା ନାହିଁ। ଭାଗ୍ୟ ଭାବିଲା, ମୁଁ ତାଙ୍କୁ ସମ୍ରାଟ କରିବାକୁ ଚାହୁଁଥିଲି, କିନ୍ତୁ ବୁଦ୍ଧି ବିନା ଏହା ସମ୍ଭବ ନୁହେଁ। ସେ ସଂକଳ୍ପ ନେଇଛି, କିନ୍ତୁ ମୋତେ ତ ଏହା ମୂର୍ଖ କିମ୍ବା ପାଗଳ ପରି ଦେଖାଯାଉଛି। ଏହାର ବ୍ୟବହାର ସମ୍ପୂର୍ଣ୍ଣ ପାଗଳ ଓ ମୂର୍ଖଙ୍କ ପରି ହୋଇଗଲାଣି। ଏସବୁ ଦେଖି ବୁଦ୍ଧି ଭାଗ୍ୟକୁ କହିଲା, ତୁମେ ଜାଣୁନାହଁ କି ମୁଁ ଏହାର ସହଚୟ ଛାଡ଼ିଦେଇଛି। ଯେତେବେଳେ ମୁଁ କାହାର ସାଥ ଛାଡ଼ି ଦେଉଛି ସେ ଏଭଳି ଆଚରଣ କରେ। ଭାଗ୍ୟ ବୁଦ୍ଧିକୁ କହିଲା, ମୁଁ ମଧ୍ୟ ଦେଖୁଛି ତୁମେ କ'ଣ କରିପାରୁଛ। ଏବେ ତୁମେ ମଧ୍ୟ ଦେଖିବ ମୁଁ କ'ଣ କରିପାରେ। ସେହି ଦେଶର ନିକଟରେ ଚନ୍ଦ୍ରସେନ ନାମକ ଜଣେ ରାଜା ଥିଲେ। ତାଙ୍କ ରାଜ୍ୟରେ ଜଣେ ବଣିକ ଥିଲେ, ଯିଏ ବିଭିନ୍ନ ଦେଶ ଓ ସ୍ଥାନକୁ ଯାଇ ବ୍ୟବସାୟ କରୁଥିଲେ। ସେ ବଣିକଙ୍କ ପାଖରେ କିଛି ଓଟ ଥିଲେ, ଯାହାର ଉପରେ ସେ ପିତ୍ତଳ ଲଦି ଅନ୍ୟ ଦେଶକୁ ନେଇ ବିକ୍ରି କରୁଥିଲେ। ଗୋଟିଏ ଦିନ ସେ ବଣିକ ସେହି ଜଙ୍ଗଲ ମଧ୍ୟରୁ ଯାଉଥିଲେ, ଯେଉଁଠି ସେହି ଗୋଠାଳ ତାଙ୍କ ଛେଳିମାନଙ୍କୁ ଚରାଉଥିଲା। ବଣିକ ଓଟ ନେଇ ଯାଉଥିବା ବେଳେ ହଠାତ୍ ତାଙ୍କ ନଜର ଗୋଠାଳର ପାଦ ଉପରେ ପଡ଼ିଲା। ସେ ଦେଖିଲେ ଯେ ଗୋଠାଳର ପାଦରେ ସୁନାର ଜୁତା ଅଛି ଏବଂ ସେ ସେଗୁଡ଼ିକୁ କୌଣସି ମୂଲ୍ୟ ଦେଉନାହିଁ। ଦେଖି ଲାଗୁଥିଲା ଯେ ସୁନାର ଜୁତା ବିଷୟରେ ଜାଣି ମଧ୍ୟ ନାହିଁ। ବଣିକ ଓଟରୁ ନେଇ ଗୋଠାଳକୁ ପଚାରିଲେ, ଭାଇ,
ତୁମେ ଏହି ଜୁତା କେଉଁଠୁ ଆଣିଲୁ? ଗୋଠାଳ କହିଲା, ଏହି ଜୁତା ମୋତେ ଏହି ଜଙ୍ଗଲରେ ରାସ୍ତାରେ ପଡ଼ିଥିବା ଅବସ୍ଥାରେ ମିଳିଥିଲା। ବଣିକ ପଚାରିଲେ, ତୁମେ ଏହାକୁ ବିକିବାକୁ ଚାହିଁବ କି? ଗୋଠାଳ କହିଲା, ହଁ, ନିଶ୍ଚୟ ବିକିଦେବି। ବହୁଦିନ ହେଲା ପିନ୍ଧିଛି, କିନ୍ତୁ ଏହା ନା ଫାଟୁଛି ନା ଭାଙ୍ଗୁଛି। ବଣିକ କହିଲେ, ଏହି ଜୁତା ମୋତେ ବିକିଦିଅ। ଏହାର ବଦଳରେ ତୁମେ ଯାହା ଚାହଁ ନେଇନିଅ। ଗୋଠାଳ କହିଲା, ମୋତେ ବହୁତ କିଛି ଚାହିଁଦିଅନି। କେବଳ ଗୋଟିଏ ମଣ ଧାନ ଦିଅ, ଯାହାରେ ମୁଁ ଓ ମୋ ମା ଦୁଇବେଳା ଖାଇପାରିବୁ। ଆମେ ଭୋକରେ ମରୁଛୁ। ସେ ଗୋଟିଏ ମଣ ଧାନର ବଦଳରେ ସୁନାର ଜୁତା ଦେଇଦେଲା। ସୁନାର ଜୁତା ପାଇଁ ବଣିକ ବହୁତ ଖୁସି ହେଲେ ଏବଂ ଗୋଠାଳକୁ ଧାନ ଦେଇ ଚାଲିଗଲେ। ତେବେ ବୁଦ୍ଧି ଭାଗ୍ୟକୁ କହିଲା, ଦେଖୁନାହଁ କି ତୁମର ସୁନାର ଜୁତା ଗୋଟିଏ ମଣ ଧାନରେ ବିକ୍ରି ହୋଇଗଲା। ତୁମେ ଭାବୁଛ କି? ଭାଗ୍ୟ କହିଲା, ଚିନ୍ତା କରନି ବୁଦ୍ଧି। ମୁଁ ଯାହାଙ୍କ ସାଥ ଦେଉଛି ସେ କେହି ମଧ୍ୟ ରାଜା ହେବାରୁ ରୋକିପାରିବ ନାହିଁ। ମୁଁ ଏହାକୁ ମହାନ ସମ୍ରାଟ କରିଦେବି। ବୁଦ୍ଧି କହିଲା, ତୁମେ ମୋ ବିନା କିଛି କରିପାରିବ ନାହିଁ। ଦେଖିବ, ତୁମେ ଏହାକୁ ମାରିଦେବ। ରାଜା ହେବା ପୂର୍ବରୁ କେଉଁଠି ମରି ନ ଯାଉ। ଭାଗ୍ୟ କହିଲା, ଏମିତି କଥା କାହିଁକି କହୁଛ? ଏବେ ଦେଖ ମୁଁ କ'ଣ କରୁଛି। ଏହା କହି ଭାଗ୍ୟ ପୁଣି ସେହି ଲୋକଙ୍କ ପାଖକୁ ଗଲା ଏବଂ ସୁନା, ଚାନ୍ଦି ଓ ହୀରା ଜଡ଼ିତ ଆଉ ଗୋଟିଏ ଯୋଡ଼ା ସୁନାର ଜୁତା ସେହି ରାସ୍ତାରେ ରଖିଦେଲା, ଯେଉଁଠି ଗୋଠାଳ ପତ୍ର ଆଣିବାକୁ ଯାଉଥିଲା। ଗୋଠାଳ ପୁଣି ସୁନାର ଜୁତା ପାଇ ବହୁତ ଖୁସି ହେଲା। ଏପଟେ ବଣିକ ପ୍ରଥମ ଯୋଡ଼ି ସୁନାର ଜୁତା ପାଇ ଭାବିଲେ, କାହିଁକି ନା ଏହାକୁ ରାଜାଙ୍କୁ ଉପହାର ଦିଅ, ତାହେଲେ ସେ ମୋତେ ପୁରସ୍କାର ଦେବେ। ଏଭଳି ଭାବି ସେ ରାଜା ଚନ୍ଦ୍ରସେନଙ୍କ ଦରବାରକୁ ଗଲେ ଓ ଜୁତା ଦେଇ କହିଲେ, ମହାରାଜ, ଏହି ସ୍ୱର୍ଣ୍ଣ ଜୁତା ଆପଣଙ୍କ ପାଇଁ ଆଣିଛି। ରାଜା ଜୁତା ଦେଖି ବହୁତ ପ୍ରସନ୍ନ ହେଲେ ଓ 15,000 ସୁନା ମୁଦ୍ରା ପୁରସ୍କାର ଦେଲେ। ତାପରେ ବଣିକ ପୁଣି ବ୍ୟବସାୟ ପାଇଁ ଚାଲିଲେ ଓ ସେହି ଜଙ୍ଗଲ ମାର୍ଗରେ ଗଲେ। ସେଠାରେ ପୁଣି ଗୋଠାଳକୁ ଦେଖିଲେ ଓ ତାଙ୍କ ପାଦରେ ଆଉ ଗୋଟିଏ ଯୋଡ଼ା ସୁନାର ଜୁତା ଦେଖିଲେ। ସେ ପଚାରିଲେ, ଭାଇ, ଏହି ଜୁତାଟିକୁ ମଧ୍ୟ ବିକିବ କି? ଗୋଠାଳ ଖୁସି ହୋଇ କହିଲା, ହଁ, କିନ୍ତୁ ଏବେ ମୋତେ ଗୋଟିଏ ବୋରି ଭୁନା ଚଣା ଦରକାର। ବଣିକ ମାନିଗଲେ ଓ ଗୋଟିଏ ବୋରି ଭୁନା ଚଣା ଦେଇ ସେହି ଦ୍ୱିତୀୟ ଯୋଡ଼ି ସୁନାର ଜୁତା ମଧ୍ୟ ନେଇନେଲେ। ସେ ଜୁତାଗୁଡ଼ିକୁ ନେଇ ଆଗକୁ ଚାଲିଗଲା। ଏବେ ସୌଦାଗରଙ୍କ ମନରେ ଏକ ବିଚାର ଆସିଲା। ପୂର୍ବେ ମୁଁ ଯେତେବେଳେ ଗୋଟିଏ ଯୋଡ଼ା ସୁନାର ଜୁତା ମହାରାଜଙ୍କୁ ଦେଇଥିଲି, ସେଥିପାଇଁ ମହାରାଜ ମୋତେ 15,000 ସୁବର୍ଣ୍ଣ ମୁଦ୍ରା ଦେଇଥିଲେ। ଏଥର ସମ୍ଭବତଃ ତାହାଠାରୁ ମଧ୍ୟ ଅଧିକ ପୁରସ୍କାର ମିଳିବ। ଏହି ଜୁତାଗୁଡ଼ିକୁ ମଧ୍ୟ ମହାରାଜଙ୍କ ସେବାରେ ନେଇଯିବି। ସେ ପୁଣି ଥରେ ହୀରା, ଜବାହରାତ ଓ ରତ୍ନ ଜଡ଼ିତ ସୁନାର ଜୁତା ନେଇ ରାଜା ଚନ୍ଦ୍ରସେନଙ୍କ ଦରବାରକୁ ପହଞ୍ଚିଲା। ସୌଦାଗର କହିଲା, ମହାରାଜ, ମୁଁ ପ୍ରତିଥରେ ଆପଣଙ୍କ ପାଇଁ କିଛି ନା କିଛି ଅଦ୍ଭୁତ ବସ୍ତୁ ଆଣିଛି। ଦୟାକରି ଏହାକୁ ଗ୍ରହଣ କରନ୍ତୁ। ରାଜା ଚନ୍ଦ୍ରସେନ ଜୁତା ଦେଖି କହିଲେ, ସତରେ ଏହା ବହୁତ ସୁନ୍ଦର। ପୂର୍ବବାର ଦିଆଯାଇଥିବା ଜୁତାଠାରୁ ମଧ୍ୟ ଏଗୁଡ଼ିକ ଅଧିକ ସୁନ୍ଦର। କହ, ଏମିତି ଜୁତା ତୁମେ କେଉଁଠୁ ଆଣୁଛ? କିଏ ତୁମକୁ ଦେଉଛି? ସୌଦାଗର କ'ଣ କହିବ? ସେ ଭୟରେ ପଡ଼ିଗଲା ଏବଂ ଭାବିଲା, ଏବେ ମିଛ କହିବା ଛଡ଼ା ଆଉ ଉପାୟ ନାହିଁ। ସେ କହିଲା, ମହାରାଜ, ଦକ୍ଷିଣ ଦେଶରେ ଗୋଟିଏ ସମ୍ରାଟ ଅଛନ୍ତି। ମୁଁ ସେଠାକୁ ପିତ୍ତଳର ବ୍ୟବସାୟ କରିବାକୁ ଯାଏ। ସେ ଖୁସି ହୋଇ ମୋତେ ଏମିତି ଜୁତା ପୁରସ୍କାର ସ୍ୱରୂପ ଦେଇଥାନ୍ତି। 2 ଥର ସେ ମୋତେ ସୁନାର ଜୁତା ଦେଇଛନ୍ତି ଏବଂ ମୁଁ 2 ଥର ଆପଣଙ୍କୁ ଅର୍ପଣ କରିଛି। ଏହା ଶୁଣି ରାଜା ପଚାରିଲେ, ସେ ସମ୍ରାଟଙ୍କର କିଛି ପୁଅ ଅଛି କି? ସୌଦାଗର ପୁଣି ମିଛ କହିଲା, ନାହିଁ ମହାରାଜ, ସେ ଏ ପର୍ଯ୍ୟନ୍ତ କୁଆଁରା, ବିବାହ ହୋଇନାହିଁ।
ରାଜା କହିଲେ, ଭଲ, ଆମ ଝିଅ ବହୁତ ସୁନ୍ଦର। ତୁମେ ସେ ସମ୍ରାଟଙ୍କ ପାଖକୁ ଯାଇ କହ, ଆମେ ଆମ ଝିଅଙ୍କ ସହିତ ତାଙ୍କର ବିବାହ କରାଇଦେବାକୁ ଚାହୁଁଛୁ। ଏହା ଶୁଣି ସୌଦାଗର ମନେ ମନେ ଭାବିଲା, ହେ ଭଗବାନ, ମୁଁ ତ ଜୁତା ଗୋଟିଏ ଚରୱା ଠାରୁ ଆଣୁଛି, କୌଣସି ସମ୍ରାଟଙ୍କ ଠାରୁ ନୁହେଁ। ଏବେ ମୁଁ ନିଜ ମିଛରେ ନିଜେ ଫସିଗଲି। ରାଜା ଆଦେଶ ଦେଲେ, ତୁମେ ଯେପରି ହେଉ ସେ ସମ୍ରାଟକୁ ରାଜି କରି ଆସ। ଭୟଭୀତ ସୌଦାଗର ଘରକୁ ଫେରିଲା। ଓଟଗୁଡ଼ିକୁ ପିତ୍ତଳ ଭରି ପୁଣି ବନକୁ ଚାଲିଲା। ବନରେ ପହଞ୍ଚି ସେ ଭାବିଲା, ଯଦି ସେ ଚରୱାହା ମୋତେ ମିଳୁନଥାନ୍ତା, ମୁଁ ଏହି ସମସ୍ୟାରେ ପଡ଼ୁନଥାନ୍ତି। ଏଭଳି ଭାବି ସେ ଚରୱାହାର ଝୁପୁଡ଼ିକୁ ପହଞ୍ଚିଲା। ଚରୱାହା ସେକୁ ଦେଖି ବହୁତ ଖୁସି ହେଲା, କାରଣ ସେଇ ସୌଦାଗର ତାଙ୍କୁ ଖାଦ୍ୟ ଦେଉଥିଲା। କଥାବାର୍ତ୍ତା କରୁଥିବା ସମୟରେ ଚରୱାହା ଅଜାଣତେ ପିତ୍ତଳ ଭରା ବୋରା ଉପରେ ବସିଗଲା। ହଠାତ୍ ସମସ୍ତ ପିତ୍ତଳ ସୁନାରେ ପରିଣତ ହେଲା। ଚାରିଦିଗ ଝଲମଲ କରି ଉଠିଲା। ଏହା ଦେଖି ସୌଦାଗର ଭାବିଲା, ଏ ମଣିଷ ନିଶ୍ଚୟ କିଛି ଦେବତାଙ୍କର ଭକ୍ତ କିମ୍ବା ମହାନ ଶକ୍ତିଶାଳୀ। ସେ ମନେ ମନେ ଯୋଜନା କଲା, ମୁଁ ଏହାକୁ ସମ୍ରାଟ ବନେଇ ଦେବି। ମୁଁ ତାଙ୍କର ମନ୍ତ୍ରୀ ହେବି। ଏହି ସମୟରେ ଭାଗ୍ୟ ବୁଦ୍ଧିକୁ କହିଲା, ଦେଖ, ଏବେ କ'ଣ ହେବ? ବୁଦ୍ଧି କହିଲା, ବୁଦ୍ଧି ନଥିଲେ ରାଜା ହେବା ପୂର୍ବରୁ ମରିଯିବ। ଭାଗ୍ୟ କହିଲା, ତୁମେ ଅଧିକ ଗର୍ବ କରନି, ସେ ନିଶ୍ଚୟ ସମ୍ରାଟ ହେବ। ଏପଟେ ସୌଦାଗର ଚରୱାହାକୁ କହିଲା, ଚରୱାହା, ମୁଁ ତୁମକୁ ଏଠାର ସମ୍ରାଟ କରେଇଦେବି ଏବଂ ରହିବା ପାଇଁ ଏକ ବଡ଼ ରାଜମହଲ ମଧ୍ୟ ତିଆରି କରାଇଦେବି। ସୌଦାଗରଙ୍କ ପାଖରେ ବୁଦ୍ଧି ଥିଲା, କାରଣ ବୁଦ୍ଧି ତାଙ୍କ ସହ ଥିଲା। କିନ୍ତୁ ବୁଦ୍ଧି ଚରୱାହା ଓ ତାଙ୍କ ମାଆଙ୍କ ସହ ରହିବା ବନ୍ଦ କରିଦେଇଥିଲା। ଚରୱାହା ସୌଦାଗରକୁ କହିଲା, ଭାଇ, ଠିକ୍ ଅଛି, ତୁମେ ଯାହା ଠିକ୍ ଭାବୁଛ ସେ କର। କିନ୍ତୁ ଗୋଟିଏ କଥା ମନେ ରଖ, ମୋ ଛେଳିମାନଙ୍କୁ କେବେ ଛାଡ଼ିବେ ନାହିଁ। ସେମାନେ ସଦା ମୋ ସହିତ ରହିବେ। ଚରୱାହାର ପାଖରେ ବୁଦ୍ଧି ନଥିଲା। ତାଙ୍କ କଥା ଶୁଣି ସୌଦାଗର ମନେ ମନେ ଭାବିଲା, ଏ ଲୋକଟି କେତେ ବଡ଼ ମୂର୍ଖ। ମୁଁ ତାକୁ ରାଜା କରୁଛି, ସେ ତାକୁ ଛେଳିର ଚିନ୍ତା। କେମିତି କଥା କହୁଛି। ତଥାପି ସୌଦାଗର କହିଲା, ଠିକ୍ ଅଛି। କିନ୍ତୁ ତାଙ୍କ ମନରେ ରାଜାଙ୍କ ଭୟ ଥିଲା। ରାଜା ତାଙ୍କୁ କହିଥିଲେ, ତୁମେ ସେଇ ସମ୍ରାଟଙ୍କୁ ପଚାରି ଆସିବ ଏବଂ ମୋ ଝିଅଙ୍କ ସହିତ ତାଙ୍କ ବିବାହ କରାଇବ। ସେଇ କାରଣରୁ ସୌଦାଗର ଚରୱାହାଙ୍କୁ ସମ୍ରାଟ କରିବା ଚକ୍କରରେ ତାଙ୍କ କଥାକୁ ଗୁରୁତ୍ୱ ଦେଲା ନାହିଁ। ସେ ଏକା କିଲାର ଭିତ୍ତି ପକାଇଲା ଏବଂ ନିର୍ମାଣ ଆରମ୍ଭ କରାଇଦେଲା। ଶୀଘ୍ର ହିଁ ସେ ଚରୱାହାଙ୍କ ପାଇଁ ଏକ ବହୁତ ବଡ଼, ସୁନ୍ଦର ଓ ଭବ୍ୟ ରାଜମହଲ ତିଆରି କରାଇଦେଲା। ଆସପାସର ସମସ୍ତ ଜାଗିଦାରଙ୍କ ଠାରୁ ଜମି କିଣିନେଲା ଏବଂ ଚରୱାହା ପାଇଁ ଏକ ସେନା ମଧ୍ୟ ତିଆରି କରିବା ଆରମ୍ଭ କଲା। ନକର, ଚାକର, ଦାସ, ଦାସୀ ରଖିଲା। ଏସବୁ ଦେଖି ସେଇ ବୁଦ୍ଧିହୀନ ଚରୱାହା ମନେ ମନେ ଭାବିଲା, ଜାଣିନି ଏ ସୌଦାଗର କେଉଁଠୁ ଆସିଗଲା। ମୋ ଜୀବନ ତ ସମ୍ପୂର୍ଣ୍ଣ ନଷ୍ଟ କରିଦେଲା। ଏବେ ମୋତେ ବକରା ଚରାଇବାକୁ ମଧ୍ୟ ସମୟ ମିଳୁନି। ସେ ସଦା କଥା କହିବାରେ ଲାଗି ରହୁଛି। ଚରୱାହାର ଅବସ୍ଥା ତଥାପି ପୂର୍ବ ପରି ରହିଲା। ସେ ଛେଳିମାନଙ୍କୁ ଜଙ୍ଗଲକୁ ନେଇଯାଇ ଚରାଇ ଆଣୁଥିଲା। ସୌଦାଗର ତାଙ୍କ ପାଇଁ ରାଜସୀ ପୋଷାକ ସିଲାଇ କରାଇଲା, ମୁଣ୍ଡରେ ମୁକୁଟ ପିନ୍ଧାଇଲା। ଚରୱାହା ତାଙ୍କ ସ୍ୱଭାବ ବଦଳାଇଲା ନାହିଁ। ସେ କହିଲା, ତୁମେ ଯାହା ଚାହୁଁଛ କର, କିନ୍ତୁ ମୋ ଛେଳିମାନେ କେଉଁଠିକୁ ଯିବେ ନାହିଁ। ଯଦି ମୋ ଛେଳିମାନେ ଚାଲିଗଲେ, ମୁଁ ତୁମକୁ ଜୀବନ୍ତ ଛାଡ଼ିବି ନାହିଁ। ଏତେ ଲୋକ ଭିଡ଼ କରି ଆମ ଜୀବନ ନଷ୍ଟ କରିଦେଲୁ। ସୌଦାଗର କହିଲା, ହେ ଚରୱାହା, ମୁଁ ତୁମକୁ ରାଜା କରିଦେଇଛି। ମୁଁ ତୁମର ମନ୍ତ୍ରୀ ହେବି। କିନ୍ତୁ ଚରୱାହା କିଛି ବୁଝିପାରୁ ନଥିଲା।
ଏବେ ଭାଗ୍ୟ ବୁଦ୍ଧିକୁ କହିଲା, ଦେଖ ବୁଦ୍ଧି, ମୁଁ ଏହି ଚରବାହାକୁ ରାଜା କରିଦେଇଛି। ଏବେ ସେ ଗୋଟିଏ କିଲ୍ଲାର ମାଲିକ। ବୁଦ୍ଧି କହିଲା, ହେ ଭାଗ୍ୟ, ତୁମେ ମିଛ କହୁଛ। ଏଠାରେ ବସିଥିବା ସମସ୍ତ ଦେବତା ନିଷ୍ପତ୍ତି କରିବେ ତୁମେ ଏହାକୁ ରାଜା କରିଛ କି ନାହିଁ। ନା, ସେ ଏବେ ମଧ୍ୟ ଚରବାହ ହିଁ। ତାପରେ ବ୍ରହ୍ମଦେବ କହିଲେ, ଭାଗ୍ୟ, ଏହି ଚରବାହରେ ଏପର୍ଯ୍ୟନ୍ତ କିଛି ପରିବର୍ତ୍ତନ ଆସିନାହିଁ। ସେ ଏବେ ମଧ୍ୟ ସେଇ ପୁରୁଣା ଚରବାହ ହିଁ। ତୁମେ ଏପର୍ଯ୍ୟନ୍ତ ଜିତିନାହଁ। ବୁଦ୍ଧି କହିଲା, ବ୍ରହ୍ମଦେବ, ଏହା ନିଶ୍ଚୟ ଏମିତି ହେବ। ଯେ ପର୍ଯ୍ୟନ୍ତ ମୁଁ ଚରବାହଙ୍କ ସହ ନଥିବି, ସେ କେବେ ରାଜା ହେବ ନାହିଁ। ବରଂ ତାଙ୍କ ପ୍ରାଣ ମଧ୍ୟ ସଙ୍କଟରେ ପଡ଼ିଯିବ। କିନ୍ତୁ ଭାଗ୍ୟ କହିଲା, ମୁଁ ତାଙ୍କ ସହ ଅଛି। ତେଣୁ ତୁମେ କିଛି କରିପାରିବ ନାହିଁ। ବସି ଦେଖ। ତାପରେ ଭାଗ୍ୟ ପୁଣି ଚରବାହଙ୍କ ପାଖକୁ ଆସିଲା। ସୌଦାଗର କ'ଣ କଲା? ସେ ଚରବାହଙ୍କର 3ଟି ଛେଳିକୁ ଗୋଟିଏ ବକରା କିଣୁଥିବା ଗୋଟିଏ ଲୋକଙ୍କୁ ବିକ୍ରି କରିଦେଲା। ଯେତେବେଳେ ଚରବାହ ଜାଣିଲା ଯେ ତାଙ୍କ ଛେଳି ବିକ୍ରି ହୋଇଯାଇଛି, ସେ ଉଚ୍ଚ ସ୍ୱରରେ କାନ୍ଦିବା ଓ ଚିତ୍କାର କରିବାକୁ ଲାଗିଲା। ସେନା ଦରବାରୀ ଓ ଅନ୍ୟ ଲୋକେ ଦେଖିଲେ ଯେ ରାଜା ଏମିତି ବ୍ୟବହାର କରୁଛି। ସେମାନେ ଭାବିଲେ, ସାୟଦ ରାଜା ପାଗଳ ହୋଇଗଲେ। ସୌଦାଗର ତାଙ୍କୁ ବୁଝାଇଲା, ତୁମେ ଏମିତି କାହିଁକି କରୁଛ? ଏହା ତ କେବଳ 3ଟି ଛେଳି। ମୁଁ ତୁମକୁ ଅନେକ ଛେଳି ଆଣିଦେବି। ଏହା ଶୁଣି ଚରବାହ ଶାନ୍ତ ହେଲା ଏବଂ ସୌଦାଗରଙ୍କର ପଛେ ପଛେ ଲାଗିଥିଲା। ଆଜି ହିଁ ମୋତେ ଛେଳି କିଣିଦିଅ। ସୌଦାଗର କହିଲା, ଭାଇ, ଏବେ ତୁମେ ସମ୍ରାଟ, ରାଜା, ଏମିତି ଛୋଟ କଥା କାହିଁକି କହୁଛ? ପିଲାମାନଙ୍କ ପରି ଆଚରଣ କରନି। ମୁଁ ତୁମର ବିବାହ କରାଇବି। ଆମ ଦେଶର ରାଜା ଚନ୍ଦ୍ରସେନଙ୍କ ଝିଅ ବହୁ ସୁନ୍ଦର। ତାଙ୍କ ସହିତ ତୁମର ବିବାହ କରାଇବି। କିନ୍ତୁ ଚରବାହ କହିଲା, ତୁମେ ମୋ ବିବାହ କାହିଁକି କରାଇବ? ତାଙ୍କ ମା ମଧ୍ୟ କହିଲେ, ବିବାହ କଲେ କ'ଣ ହେବ? ଆମ ଜୀବନ ତ ତୁମେ ପୂର୍ବରୁ ନଷ୍ଟ କରିଦେଇଛ। ଆମେ କେତେ ଶାନ୍ତିରେ ଛେଳି ଚରାଇ ଝୋପଡ଼ିରେ ରହୁଥିଲୁ। ଏବେ ଏହି ଭିଡ଼ଭାଡ଼ ମଧ୍ୟରେ ପଡ଼ିଗଲୁ। ସୌଦାଗର ଭାବିଲା, ଏ ମା ପୁଅ ଦୁହେଁ ପାଗଳ। ଉପରୁ ରାଜା ଚନ୍ଦ୍ରସେନଙ୍କ ଭୟ ତ ଥିଲା ହିଁ। 6 ମାସ ପୂରା ହେଲା। ତାପରେ ସୌଦାଗର ନିଜ ଦେଶକୁ ଯାଇ ରାଜା ଚନ୍ଦ୍ରସେନଙ୍କୁ କହିଲା, ମହାରାଜ, ଏବେ ଆପଣ ନାଇ ଓ ପଣ୍ଡିତଙ୍କୁ ପଠାନ୍ତୁ। ମୁଁ ସମ୍ରାଟଙ୍କୁ ମନେଇ ଦେଇଛି। ସେ ଆପଣଙ୍କ ଝିଅଙ୍କୁ ବିବାହ କରିବାକୁ ପ୍ରସ୍ତୁତ। ଏହା ଶୁଣି ରାଜା ଚନ୍ଦ୍ରସେନ ନାଇ ଓ ବ୍ରାହ୍ମଣକୁ ଡାକି ସୌଦାଗର ସହିତ ସମ୍ରାଟଙ୍କ ପାଖକୁ ପଠାଇଦେଲେ। ସୌଦାଗର ସେମାନଙ୍କୁ ନେଇ ଚରବାହଙ୍କ ମହଲକୁ ପହଞ୍ଚିଲା ଏବଂ ଚରବାହଙ୍କୁ ରାଜସୀ ପୋଷାକ ପିନ୍ଧାଇଲା। ପୋଷାକ ପିନ୍ଧାଉଥିବା ସମୟରେ ଗୋଠାଳା ସୌଦାଗରଙ୍କୁ କହିଲା, ଏଇଟା ତୁମେ କ'ଣ କରୁଛ? ଏଭଳି କେଉଁଠି ବିବାହ ହୁଏ? ସୌଦାଗର କହିଲା, ଏବେ ତୁମେ ଚୁପ୍ ରୁହ। ଜରା ମଧ୍ୟ କିଛି କହିବ ନାହିଁ। ନାହିଲେ ମହାରାଜା ଚନ୍ଦ୍ରସେନ ତୁମକୁ ଓ ମୋତେ ଦୁହେଁଙ୍କୁ ଫାଶୀ ଦଣ୍ଡ ଦେଇଦେବେ। ଏହି କଥା ମନେ ରଖ। ଏବେ ତୁମେ କଥା କହିବ ନାହିଁ। ସୌଦାଗରଙ୍କ ମୁଖରୁ ଫାଶୀ କଥା ଶୁଣି ଗୋଠାଳା ବହୁତ ଭୟଭୀତ ହୋଇଗଲା ଏବଂ ତାଙ୍କ କଥା ମାନିନେଲା। ରାଜାଙ୍କ ନାଇ ଓ ବ୍ରାହ୍ମଣ ତାଙ୍କ ବାହାଘର କରାଇଦେଲେ ଏବଂ ଶୁଭ ମୁହୂର୍ତ୍ତ ଦେଖି ବିବାହର ତାରିଖ ଧାର୍ଯ୍ୟ କରି କହିଦେଲେ, ଏହି ଦିନ ଆପଣ ବରଯାତ୍ରୀ ନେଇ ମହଲକୁ ଆସିବେ। ତାପରେ ନାଇ ଓ ବ୍ରାହ୍ମଣ ନିଜ ଦେଶକୁ ଫେରିଗଲେ। ମହଲକୁ ପହଞ୍ଚିବା ପରେ ରାଜା ତାଙ୍କୁ ପଚାରିଲେ, ସମ୍ରାଟ କେମିତି ଅଛନ୍ତି? ନାଇ ଓ ବ୍ରାହ୍ମଣ କହିଲେ, ମହାରାଜ, ତାଙ୍କ ପାଖରେ କୌଣସି ଜିନିଷର ଅଭାବ ନାହିଁ। ବହୁତ ସୁନା ଅଛି, ଖଜାନା ଭରି ପଡ଼ିଛି। ସେ ତ ଏକ ବହୁତ ବଡ଼ ଓ ମହାନ ରାଜା ପରି ଦେଖାଯାଉଛନ୍ତି। ଏହି କଥା ଶୁଣି ରାଜା ଚନ୍ଦ୍ରସେନ ବହୁତ ଖୁସି ହେଲେ ଏବଂ ବିବାହର ପ୍ରସ୍ତୁତି ଆରମ୍ଭ କରିଦେଲେ। ଧୀରେ ଧୀରେ ସମୟ ବିତିଗଲା ଏବଂ ବିବାହର ଶୁଭ ଦିନ ନିକଟକୁ ଆସିଲା। ବିବାହ ଦିନ ସୌଦାଗର ଗୋଠାଳକୁ ଭଲ ଭାବରେ ସଜାଇ ବର ଭାବେ ପ୍ରସ୍ତୁତ କରି ଗୋଟିଏ ସୁନ୍ଦର ରଥରେ ବସାଇ
ତାଙ୍କ ବରାତ ନେଇ ଚାଲି ପଡ଼ିଲା। ଏପଟେ ସୌଦାଗର ଗୋଠାଳକୁ ବିବାହ ପାଇଁ ନେଇ ଯାଉଥିବା ବେଳେ ସେପଟେ ଭାଗ୍ୟ ବୁଦ୍ଧିକୁ କହିଲା, ଦେଖ ବୁଦ୍ଧି, ଏବେ ମୋ ଗୋଠାଳଙ୍କ ବିବାହ ମଧ୍ୟ ରାଜାଙ୍କ କନ୍ୟା ସହ କରାଉଛି। ବୁଦ୍ଧି ହସିକରି କହିଲା, ଭାଗ୍ୟ, ତୁମେ ତ ଏତେ ତାର ମୃତ୍ୟୁର ଷଡ଼ଯନ୍ତ୍ର ରଚିଦେଲ। ତୁମକୁ ମଧ୍ୟ ପଶ୍ଚାତାପ ହେବ ଯେ ତୁମେ ଏହା କ'ଣ କରିଦେଲ। ଏହି ଗୋଠାଳା ତୁମ ଜାଲରେ ଫସିଗଲା। ତୁମେ ତ ଏହାକୁ ରାଜା କରିବା କଥା କହୁଛ, କିନ୍ତୁ ଦେଖ ତୁମ କାରଣରୁ ଏହା ନିଜ ପ୍ରାଣ ହରାଇବ। ଭାଗ୍ୟ କହିଲା, ବୁଦ୍ଧି, ଯେତେବେଳେ ମୁଁ ତାର ସାଥ ଦେଉଛି ତୁମେ କାହିଁକି ଚିନ୍ତା କରୁଛ? ଚୁପଚାପ ଦେଖ ମୁଁ କ'ଣ କରୁଛି। କିଛି ଦିନ ଯାତ୍ରା କରିବା ପରେ ଗୋଠାଳାଙ୍କ ବରାତ ରାଜା ଚନ୍ଦ୍ରସେନଙ୍କ ରାଜ୍ୟରେ ପହଞ୍ଚିଗଲା। ରାଜା ଯେତେବେଳେ ଦେଖିଲେ ବରାତ ପହଞ୍ଚିଛି, ସେ ନିଜ ମନ୍ତ୍ରୀମାନଙ୍କ ସହ ବହୁତ ଉପହାର ନେଇ ନଗର ଦ୍ୱାରକୁ ସ୍ୱାଗତ କରିବାକୁ ଚାଲିଗଲେ। ଅନ୍ୟପଟେ ଗୋଠାଳା ଯେତେବେଳେ ଦେଖିଲା ଯେ ଢାଲ ଓ ତଲୱାର ଧରି ଏକ ରାଜା ସେନା ସହ ଆସୁଛି, ସେ ବହୁତ ଭୟଭୀତ ହୋଇ ରଥରୁ ତଳେ ଓହ୍ଲାଇ ପଳାଇବାକୁ ଲାଗିଲା। ଗୋଠାଳାକୁ ପଳାଉଥିବା ଦେଖି ସୌଦାଗର ଭାବିଲା, ଏହା ତ ନିଶ୍ଚିତ ମୋତେ ମରାଇଦେବ। ସୌଦାଗର ମଧ୍ୟ ରଥରୁ ତଳେ ଓହ୍ଲେଇ ତାକୁ ଧରିବାକୁ ପଛେ ପଛେ ଦୌଡ଼ିଲା ଏବଂ ଧରିନେଲା। ଧରିକି ସୌଦାଗର ବୁଝେଇ କହିଲା, ରାଜା ତୁମକୁ ମଧ୍ୟ ମାରିଦେବେ ଏବଂ ମୋତେ ମଧ୍ୟ। ତୁମେ ଏଭଳି କାହିଁକି ପଳାଉଛ? ଗୋଠାଳା ଭୟରେ କହିଲା, ଠିକ୍ ଅଛି, କିନ୍ତୁ ତୁମେ ସବୁବେଳେ ମୋ ସହିତ ରହିବାକୁ ପଡ଼ିବ। ସୌଦାଗରଙ୍କ କଥା ମାନି ସେ ତାଙ୍କ ସହ ପୁଣି ଫେରିଆସିଲା ଏବଂ କହିଲା, ଏହି ରାଜା ତ ତଲୱାର ନେଇ ଆସୁଛନ୍ତି। ସେ ଭୟଭୀତ ହୋଇ କହିଲା, ଆମକୁ କେଉଁଠି କାଟିଦେବ ତ ନୁହେଁ? ସୌଦାଗର କହିଲା, ଚିନ୍ତା କରନି, ସେମାନେ ତୁମକୁ କିଛି କହିବେ ନାହିଁ। ତୁମର ବିବାହ ହେବ, ତୁମକୁ ସ୍ତ୍ରୀ ମିଳିବ, ଡରନି। ଏତେ ଶୁଣି ସେ ଚରବାହା ଫେରିଆସି ନିଜ ରଥରେ ବସିଲା। ରାଜା ଦେଖିଲେ ଚରବାହା ଯିଏ ରାଜା ହୋଇଛି ଦେଖିବାକୁ ବହୁତ ସୁନ୍ଦର। ସେ ବରାତକୁ ସ୍ୱାଗତ କଲେ। ସୌଦାଗର ନିଜ କଥା ଅନୁଯାୟୀ ସବୁଠାରେ ତାଙ୍କ ସହିତ ରହୁଥିଲା। ମଣ୍ଡପକୁ ଯିବା ସମୟରେ ସୌଦାଗର ଧର୍ମ ସଙ୍କଟରେ ପଡ଼ିଗଲା, କାରଣ ସେଠାରେ ମଧ୍ୟ ତାଙ୍କୁ ସହିତ ଯିବାକୁ ପଡ଼ୁଥିଲା। ସେ ମଣ୍ଡପରେ ପଛ ପାଖରେ ବସିଗଲା। ରାଜା ଚନ୍ଦ୍ରସେନ ପଚାରିଲେ, ସୌଦାଗର, ତୁମେ ଏହାଙ୍କ ସହିତ ସବୁବେଳେ କାହିଁକି ରହୁଛ? ସୌଦାଗର କହିଲା, ମହାରାଜ, ମୁଁ ଏହାଙ୍କର ମନ୍ତ୍ରୀ। ଏହିମାନେ ମୋତେ ନିଜ ମନ୍ତ୍ରୀ କରିଛନ୍ତି। ତାପରେ ରାଜା ନିଜ କନ୍ୟାଙ୍କ ବିବାହ ସେହି ଚରବାହା ସହିତ କରାଇଦେଲେ। ନିର୍ଦ୍ଧାରିତ ଦିନରେ ବିବାହ ସମ୍ପନ୍ନ ହେଲା। ବିବାହ ପରେ ରାଜା ଜାମାତାଙ୍କୁ ମହଲର ଏକ ଅଂଶ ରହିବାକୁ ଦେଲେ। ରାଜାଙ୍କର କୌଣସି ପୁତ୍ର ନଥିଲା, ତେଣୁ ସେ ଜାମାତାଙ୍କୁ ନିଜ ପାଖରେ ରଖିବାକୁ ଚାହୁଁଥିଲେ, ଯାହାଦ୍ୱାରା ପରେ ସିଂହାସନ ତାଙ୍କ ଦେଇପାରିବେ। ସୌଦାଗରଙ୍କୁ ଅଲଗା ସ୍ଥାନରେ ରହିବାକୁ ଦିଆଗଲା। ସୌଦାଗର ମନେ ମନେ ଭୟଭୀତ ହେଉଥିଲା, କେଉଁଠି ଚରବାହା ସତ୍ୟ କଥା ଖୋଲି ନ ଦେଇଦେବ। ଚରବାହା ବହୁତ ଖୁସି ଥିଲା। ଏହା ଦେଖି ବୁଦ୍ଧି ହସିଲା। ତାପରେ ଭାଗ୍ୟ କହିଲା, ଦେଖ, ମୁଁ ଏହାଙ୍କର ବିବାହ ରାଜକୁମାରୀ ସହିତ କରାଇଦେଲି। ଏବେ ଏହା ଶୀଘ୍ର ସମ୍ରାଟ ହେବ। ଭାଗ୍ୟର ଏହି କଥା ଶୁଣି ବୁଦ୍ଧି କହିଲା, ହେ ଭାଗ୍ୟ, ତୁମେ କାହିଁକି ଏତେ ମୂର୍ଖ ହେଉଛ? ତୁମେ ଜାଣୁଛ, ସେ କିଛି ମଧ୍ୟ ଜାଣେନି। ରାଜା କ'ଣ ବିବାହ କ'ଣ, ସେ ତ କିଛି ମଧ୍ୟ ବୁଝେନି। ତାହାର ମୃତ୍ୟୁ ନିକଟରେ ଆସିଗଲା, ସେ ମରିବାକୁ ଯାଉଛି। ଭାଗ୍ୟ କହିଲା, ଏହା କ'ଣ କହୁଛ? ବୁଦ୍ଧି କହିଲା, ମୁଁ ସତ୍ୟ କହୁଛି। ଯେଦିନ ମୁଁ ଏହାଙ୍କ ସାଥ ଛାଡ଼ିଥିଲି, ସେହିଦିନଠାରୁ ସେ ମୃତ୍ୟୁ ଭଳି। ବୁଦ୍ଧିହୀନ ବ୍ୟକ୍ତି ତ ମୃତକ ସମାନ। ଏବେ ଏହି ଦୁର୍ଭାଗା ମରାଯିବ। ତୁମେ ଚେଷ୍ଟା କର ଏହାକୁ ବଞ୍ଚାଇବାକୁ। ଭାଗ୍ୟ କହିଲା, ଏହା କାହିଁକି ମରିବ? ବିବାହ ହୋଇଗଲା, ଏବେ ସେ ସୁବିଧାରେ ରହିବ ଏବଂ ପରେ ସମ୍ରାଟ ହେବ। ରାଜା ପରମ୍ପରା ଅନୁଯାୟୀ ରାଜକୁମାରୀ ବଧୂ ବେଶରେ ସାଜି ସାଜି ରାତିରେ ଭୋଜନ ନେଇ ନିଜ ପତିଙ୍କ କକ୍ଷକୁ ଗଲେ।
ଚରୱାହା କେବେ ମଧ୍ୟ ଏତେ ସୁନ୍ଦର ଗହଣାରେ ସାଜିଥିବା କନ୍ୟାକୁ ସ୍ୱପ୍ନରେ ମଧ୍ୟ ଦେଖିନଥିଲା। ସେ ଡରିଗଲା। ତାଙ୍କୁ ଶୈଶବ କାଳରେ ଦାଦି କହିଥିବା ଗଳ୍ପ ମନେ ପଡ଼ିଗଲା, ଯେଉଁଥିରେ ଗୋଟିଏ ରାକ୍ଷସୀ ସୁନ୍ଦରୀ ରୂପ ଧରି ଗହଣା ପିନ୍ଧି ପୁରୁଷମାନଙ୍କୁ ଖାଇ ଦେଉଥାଏ। ସେ ଭାବିଲା, ଏହା କେଉଁ ରାକ୍ଷସୀ ତ ନୁହେଁ ଯେ ମୋତେ ଖାଇବାକୁ ଆସିଛି। ସେ ଭାବିଲା, ରାକ୍ଷସୀ ହାତରେ ପଡ଼ି ମରିବାଠାରୁ ଭଲ ଏଠାରୁ ପଳାଇଯିବା। ଏହି ଭାବନା ସହିତ ସେ ଉଠିଲା, ରାଜକୁମାରୀଙ୍କୁ ଧକ୍କା ଦେଇ ପକାଇ ଦେଲା ଏବଂ ଚିତ୍କାର କରି କକ୍ଷରୁ ବାହାରି ପଳାଇଲା। ଦୌଡ଼ି ଦୌଡ଼ି ସେ ସିଧା ନଦୀ କୂଳକୁ ପହଞ୍ଚିଲା ଏବଂ ପାଣିରେ ଝାପ ଦେଲା। ପାଣିରେ ମଧ୍ୟ ମୃତ୍ୟୁ ଦେଖି ସେ ବାହାରି ଆସି ନଦୀ ପାଖରେ ବସିଗଲା। ରାଜକୁମାରୀଙ୍କ ଅପମାନର କଥା ଶୁଣି ରାଜା ଅଗ୍ନିବର୍ଣ୍ଣ ହୋଇଗଲେ। ସେ ତୁରନ୍ତ ସୈନ୍ୟମାନଙ୍କୁ ଚରୱାହାଙ୍କୁ ଖୋଜି ଆଣିବାକୁ ପଠାଇଲେ। ସୈନିକମାନେ ତାଙ୍କୁ ନଦୀ କୂଳରେ ବସିଥିବା ଦେଖି ଧରି ରାଜାଙ୍କ ପାଖକୁ ଆଣିଲେ। ତାକୁ ଦେଖି ରାଜାଙ୍କର କ୍ରୋଧ ଆଉ ବଢ଼ିଗଲା। ସେ ଆସି ପହଞ୍ଚିଲା। ଚରୱାହାଙ୍କୁ କଠୋର ଶିକ୍ଷା ଦେବାକୁ ନିଷ୍ପତ୍ତି ନେଲେ। ଆଦେଶ ଜାରି ହେଲା ଯେ ପରବର୍ତ୍ତୀ ସକାଳେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ଏହାକୁ କାରାଗାରରେ ରଖ ବୋଲି ଆଦେଶ ହେଲା। ଏସବୁ ଭାଗ୍ୟ ନିଜ ଆଖିରେ ଦେଖୁଥିଲା ଏବଂ ମୁଣ୍ଡ ଠୋକି ଭାବୁଥିଲା, ଏତେ ମୂର୍ଖ ମୋ ସମସ୍ତ ଯୋଜନାକୁ ନଷ୍ଟ କରିଦେଲା। ସେହିବେଳେ ବୁଦ୍ଧି ହସି ହସି ତାଙ୍କ ପାଖକୁ ଆସିଲା। ବୁଦ୍ଧି ଭାଗ୍ୟକୁ କହିଲା, ଦେଖିଲୁ, ଶେଷରେ ତୁମେ ହାରିଗଲ। ତୁମେ ଯେତେ ଚେଷ୍ଟା କଲେ ମଧ୍ୟ ସେ ସତ୍ୟରେ ରାଜା ହୋଇପାରିଲା ନାହିଁ। ଏବେ ତ ଏହାକୁ ଶିକ୍ଷା ମିଳିବାକୁ ଯାଉଛି। ପୁଣି ବୁଦ୍ଧି କହିଲା, ଭାଗ୍ୟ, ଦେଖିଲୁ, ବୁଦ୍ଧି ବିନା ଏ ଲୋକଟି ମରିବାକୁ ଯାଉଛି। କହ, ଏବେ କ'ଣ କହିବ? ନିରାଶ ହୋଇ ଭାଗ୍ୟ କହିଲା, ଯଦି ତୁମେ ଏହି ଲୋକଟିକୁ ବଞ୍ଚାଇ ପାର ତେବେ ମୁଁ ମୋର ହାର ସ୍ୱୀକାର କରିପାରିବି। ବୁଦ୍ଧି ହସି କହିଲା, ଠିକ୍ ଅଛି, ଏବେ ମୋର କମାଲ ଦେଖ। ଦେଖ ମୁଁ ଏହାକୁ କିପରି ବଞ୍ଚାଉଛି। ଏହି କଥା କହି ବୁଦ୍ଧି ଚରୱାହାର ଶରୀରରେ ପ୍ରବେଶ କଲା। ବୁଦ୍ଧି ପ୍ରବେଶ କରିବା ସହିତ ଚରୱାହା ନିଜକୁ ବଞ୍ଚାଇବା ପାଇଁ ନୂଆ ନୂଆ ଉପାୟ ଭାବିବାକୁ ଲାଗିଲା। ପରବର୍ତ୍ତୀ ଦିନ ଚରୱାହାକୁ ମୃତ୍ୟୁଦଣ୍ଡ ପାଇଁ ରାଜାଙ୍କ ସମ୍ମୁଖରେ ପେଶ କରାଗଲା। ଚରୱାହା କହିଲା, ମହାରାଜ, ଆପଣ ମୋର ଶ୍ୱଶୁର। ମୁଁ କି ଆପଣଙ୍କୁ ପଚାରି ପାରିବି କେଉଁ ଅପରାଧ ପାଇଁ ମୋତେ ଆପଣ ମୃତ୍ୟୁଦଣ୍ଡ ଦେବାକୁ ଯାଉଛନ୍ତି? ରାଜା କହିଲେ, ତୁମେ ମୋ ଝିଅକୁ ଅପମାନ କରିଛ। ଏହା ମୋ ପାଇଁ ଭୟଙ୍କର ଅପମାନ। ସେଥିପାଇଁ ତୁମକୁ ଶିକ୍ଷା ମିଳିବ। ତେବେ ଚରୱାହା କହିଲା, ରାଜନ, ଆମ କୁଳରେ ଏକ ପରମ୍ପରା ଅଛି। ବିବାହ ପରେ ପ୍ରଥମ ରାତିରେ ଯଦି କୌଣସି ଲୋକ ନଦୀରେ ବୁଡ଼ି ମରେ ତେବେ ବଧୂ ବିଧବା ହୋଇଯାଏ କିମ୍ବା ସନ୍ତାନହୀନ ରହିଯାଏ। ଆପଣଙ୍କ କନ୍ୟା ଯେତେବେଳେ କୋଠରେ ପ୍ରବେଶ କଲେ ସେହିବେଳେ ମୋ କାନରେ ବଞ୍ଚାଅ ବଞ୍ଚାଅ ବୋଲି ନଦୀ ଦିଗରୁ ଚିତ୍କାର ଶୁଣିଲି। ମୁଁ ନିଜକୁ ରୋକିପାରିଲି ନାହିଁ ଏବଂ ସେ ବୁଡ଼ୁଥିବା ଲୋକକୁ ବଞ୍ଚାଇବା ପାଇଁ ସିଧା ନଦୀକୁ ଚାଲିଗଲି। ଯଦି ଏହା ମୋର ଅପରାଧ ତେବେ ଆପଣ ନିଶ୍ଚୟ ମୋତେ ଶିକ୍ଷା ଦିଅନ୍ତୁ। ଚରୱାହାର କଥା ଶୁଣି ରାଜା ବହୁତ ପ୍ରସନ୍ନ ହେଲେ। ସେ ଉଠି ଚରୱାହାଙ୍କୁ ଆଲିଙ୍ଗନ କଲେ ଏବଂ କହିଲେ, ଆମ ପରେ ଏହି ଦେଶର ରାଜା ତୁମେ ହେବ। ରାଜକୁମାରୀ ଲଜ୍ଜିତ ହୋଇ ନିଜ ଅସଭ୍ୟ ବ୍ୟବହାର ପାଇଁ କ୍ଷମା ମାଗିଲେ। ତାପରେ ତିନିଜଣ ଖୁସି ଖୁସିରେ ମହଲ ଭିତରକୁ ଚାଲିଗଲେ। ଅନ୍ୟପଟେ ବ୍ରହ୍ମାଙ୍କ ଦରବାରରେ ବୁଦ୍ଧି ଓ ଭାଗ୍ୟଙ୍କ ମଧ୍ୟରେ ନିଷ୍ପତ୍ତି ହୋଇଗଲା। ସମସ୍ତ ଦେବତା ବୁଦ୍ଧିଙ୍କ ଜୟ ଜୟକାର କରିବାକୁ ଲାଗିଲେ। ସେମାନେ କହିଲେ, ଭାଗ୍ୟ ଯାହାଙ୍କ ସହ ବୁଦ୍ଧି ନଥାଏ ସେ କେବେ କିଛି କରିପାରେ ନାହିଁ। ବୁଦ୍ଧି ହସି ଭାଗ୍ୟ ଦିଗକୁ ଦେଖିଲା। ଭାଗ୍ୟ ମଧ୍ୟ ହସି କହିଲା, ମୁଁ ମୋର ହାର ମାନିଲି। ତୁମେ ସତରେ ମୋଠାରୁ ବଡ଼। ସହଯୋଗୀମାନେ ଏହିପରି ନୀଳକଣ୍ଠ
ମଧ୍ୟ ନିଜ ପ୍ରଶ୍ନର ଉତ୍ତର ପାଇଗଲା। ତାପରେ ବୃଦ୍ଧ କବୁତର ଓ ନୀଳକଣ୍ଠ ଖାଦ୍ୟ ଖୋଜିବାକୁ ଜଙ୍ଗଲ ଦିଗକୁ ବାହାରିଗଲେ। ବନ୍ଧୁମାନେ, ଆଶା କରୁଛି ଆପଣମାନଙ୍କୁ କାହାଣୀଟି ଭଲ ଲାଗିଥିବ। କାହାଣୀ ପସନ୍ଦ ହୋଇଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍ ଦବାଇବାକୁ ଭୁଲିବେନି। ପୁଣି ଏକ ନୂଆ ମଜାଦାର କାହାଣୀ ସହିତ ଆପଣଙ୍କୁ ମିଳିବି। ଧନ୍ୟବାଦ। ଜୟ ଜଗନ୍ନାଥ।